ଗଞ୍ଜାମର ଐତିହାସିକ ଶୈବପୀଠ ପ୍ରଭୁ ଝାଡ଼େଶ୍ୱର ମନ୍ଦିର। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ୱାରା ସ୍ଥାପିତ ହୋଇଛି ଏହି ମନ୍ଦିର। ପଞ୍ଚମହାଦେବଙ୍କ ସହ ଅନେକ ଦେବାଦେବୀ ଏଠି ପୂଜା ପାଉଛନ୍ତି। ଗଞ୍ଜାମ ଜିଲ୍ଲା ସୁନାଥର କୃଷ୍ଣଗିରି ପାଦଦେଶରେ ପୂଜା ପାଉଛନ୍ତି ବାବା ଝାଡ଼େଶ୍ୱର ମହାଦେବ। ପ୍ରାକୃତିକ ଶୋଭାର ସମ୍ଭାର ଏବଂ କୁଳୁକୁଳୁ ନାଦୀର ଝରଣାରେ ସ୍ୱଚ୍ଛ ଜଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପୁରାଣ କହେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଦ୍ୱାରା ଏହି ଶୈବପୀଠ ଭିତ୍ତି ସ୍ଥାପନ ହୋଇଛି। ପିତୃ ସତ୍ୟ ରକ୍ଷା କରିବା ପାଇଁ ବନବାସ ଯିବା ସମୟରେ ଅଗସ୍ତ୍ୟ ମୁନିଙ୍କୁ ସାକ୍ଷାତ କରିବା ଉଦ୍ଦେଶ୍ୟରେ ଏଠାକୁ ଆସିଥିଲେ। ସେହି ସମୟରେ ଏହି କୃଷ୍ଣଗିରି ପାହାଡ଼ ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଥିଲା। ତୃଷା ମେଣ୍ଟାଇବା ପାଇଁ ଜଳର ଅଭାବ ଥିଲା। ଏଣୁ ତୃଷା ମେଣ୍ଟାଇବା ପାଇଁ ଭ୍ରାତା ଲକ୍ଷ୍ମଣ ସର ବିନ୍ଧି 3ଟି ଝରଣା ସୃଷ୍ଟି କରିଥିଲେ। ଆଉ ଏହାକୁ ଗଙ୍ଗା ଯମୁନା ସରସ୍ୱତୀ ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ଆଜିର କିମ୍ବଦନ୍ତୀ ନାହିଁ, ଇଏ ଆମେ ଗୋଟେ ଯୁଗ ଯୁଗର କିମ୍ବଦନ୍ତୀ। ଏ ଯେଉଁ କିମ୍ବଦନ୍ତୀର କଥା ଅନୁସାରେ ରାମଚନ୍ଦ୍ର ନିଜେ ସ୍ୱୟଂ ଚଣ୍ଡୀଙ୍କୁ ପ୍ରତିଷ୍ଠା କରିଥିବାରୁ ତାଙ୍କ ନାମ ହେଲା ରାମଚଣ୍ଡୀ। ସେପଟେ ଝଡ଼ ବୋଲନ୍ତି ବଣ ଭିତରେ ଶିବଙ୍କୁ ସିଏ ପ୍ରସାଦ କରିବା ପୂର୍ବରୁ ଭଗବାନ ପରମେଶ୍ୱରଙ୍କର କିଛି ପାଣି ଦେଲେ, ଶିବଙ୍କୁ ପାଣି ଟୋପାଟେ ଦେଲେ ସିଏ ଭୋଜନ କରନ୍ତି। ତ କହିବାର କଥା, ଝଡ଼ ବୋଲନ୍ତି ଜଙ୍ଗଲ ଭିତରେ ଗୋଟିଏ ଲିଙ୍ଗ ସ୍ଥାପନ କଲେ, ତାଙ୍କର ନାମରେ ନାମାଙ୍କିତ କରିଦେଲେ କ'ଣ ନା ଝାଡ଼େଶ୍ୱର। ଝଡ଼ର ଈଶ୍ୱର ସମାନ ଝାଡ଼େଶ୍ୱର। ଏ ଝାବତ ଚନ୍ଦ୍ରାର୍କ ପର୍ଯ୍ୟନ୍ତ ଏ ପାଣିଟି କେବେ ବନ୍ଦ ହେଇନି କି ହେବ ନାହିଁ ମଧ୍ୟ। କାରଣ ଏ ପ୍ରକୃତିର ଆଲୋଚନା ହେଇଛି, ଆମର ଆଲୋଚନା ହିଁ ନାହିଁ। ଇଏ ହେଉଛି ପ୍ରକୃତିର ଆଲୋଚନା। ପ୍ରକୃତି ପୁରୁଷଗତ ଆଲୋଚନା ଯେଉଁ ହେଇଛି ପୂର୍ବରୁ ଋଷିମୁନିମାନେ ମଧ୍ୟ ଆର ସନ୍ଧାନ ପାଇନାହାନ୍ତି, ଆମେ ମଧ୍ୟ ପାଉନାହୁଁ। ଯେଉଁ ଜାଗାଠୁ ଯେଉଁ ପ୍ରଥମରେ ଯେଉଁ ପାଣିଟି ବାହାରିଛି, ଯେଉଁ ଧାରା 3ଟା, ସେ ଧାରାଟି ଯାହା ଏକତ୍ରିତ ଗୋଟିଏ ଜାଗାରେ ହେଇଛି, ସେ 3ଟାଙ୍କର ସ୍ୱାଦ ବି ଭିନ୍ନ। କିନ୍ତୁ ଗୋଟିଏ ଜାଗାକୁ ଆସିଲା ପରେ ସେ ସ୍ୱାଦ ଅଲଗା ପ୍ରକାର ସ୍ୱାଦ ହେଇଛି। ଆଉ ସେ ଗୋଟିଏ 10 HP ମଟରର ପାଣି ଦେଉଛି। କହିବାକୁ ଗଲେ ଆମେ ଯଦି ଦେଖିବା, ଗୋଟେ ଅହରହ 24 ଘଣ୍ଟା କାଳ ଆଜି ପର୍ଯ୍ୟନ୍ତ କେଉଁ ଯୁଗରୁ ଆମ ବାପା ଦେଖୁଛନ୍ତି, ଆମ ଗୋସାଇଁ ବାବା ଦେଖିଛନ୍ତି, ଆମ ପଣି ଗୋସାଇଁ ବାବା ଦେଖିଛନ୍ତି, ସେହି ଧାରାରେ ହିଁ ସେ ଧାରା ଆସୁଛି। ତା'ର କିଛି ବିକଳ୍ପ ବି ହେଇନି। ଦରକାର ବେଳେ ବଢ଼ିଯାଉଛି, କିନ୍ତୁ ସେ କମୁନି। ଏଠାରେ ପଞ୍ଚଶମ୍ଭୁଙ୍କ ମିଳନସ୍ଥଳୀ ହୋଇଥିବା ବେଳେ ଛୋଟ ବଡ଼ 20 ଗୋଟି ମନ୍ଦିର ଅଛି। ଏହା ବ୍ୟତୀତ ଗଙ୍ଗା ଦେବୀ ଏବଂ ରାମଚଣ୍ଡୀଙ୍କ ମନ୍ଦିର ରହିଛି, ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ଅନ୍ୟପଟେ ଝରଣାର ପାଣି ଆସି ଗଚ୍ଛିତ ହୋଇ ରହୁଥିବା ଝାଡ଼େଶ୍ୱର କୁଣ୍ଡରେ ପର୍ଯ୍ୟଟକମାନେ ଗାଧୋଇବାର ମଜା ନେଉଛନ୍ତି। ଈଶ୍ୱର ମନ୍ଦିର ବହୁ ପ୍ରାଚୀନ ମାନେ ବହୁ ପ୍ରାଚୀନ। ଆମେ ଦେଖି ଆସୁଛୁ ଏଠି ବିଗତ 40 ବର୍ଷ ପୂର୍ବରୁ। ଆଉ ଏଠି ଲୋକଙ୍କର ସମାଗମ ବହୁତ ଅନୁକୂଳ। ଆଉ ତାପରେ ଦେଖିବାକୁ ଗଲେ ଆମର ଏ ଗଞ୍ଜାମ ଡିଷ୍ଟ୍ରିକ୍ଟର ଏ ଗୋଟେ ସୁନାମଧନ୍ୟ ଜାଗା। ମାନେ ଏମିତି ଜାଗା ଆପଣ ପାଇବେନି। ଏଇ ଜଙ୍ଗଲ, ଏଇ ପାହାଡ଼, ଏଇ ଝରଣା, ଏଇ ପାଣିର ସ୍ୱାଦ, ଏଠି ଯେଉଁ ନିର୍ମଳ ପରିଷ୍କାର ପରିବେଶ, ସେଇଟା ଆମକୁ ବହୁତ ଗର୍ବ ଆଉ ଗୌରବ ଆଣିଦିଏ। ପାଣି ହେଲା 3 ଧାରରେ ଆସୁଛି। ଏହାର ମାନେ ଯେଉଁଟାକି ପ୍ରକୃତ ଆମେ ଦେଖିଛୁ ଗଙ୍ଗା ଯମୁନା ସରସ୍ୱତୀ ବୋଲିକିରି ଯେଉଁଟା ଅନୁଭବ କରିଛୁ, ସେଇଟା ସେଇ ଜିନିଷଟା ଏଠି ବି ଅନୁଭବ କରୁଛୁ। ଇଏ 3 ଧାରରେ ଆସିକି ଗୋଟେ ଧାରରେ ପରିଣତ ହୁଏ। ତାପରେ ଦେଖିବାକୁ ଗଲେ 3 ଧାରର ପାଣି ଆପଣ ସ୍ୱାଦ ଚାଖିବେ ଅଲଗା, ଗୋଟେ ଧାରରେ ମିଶିଲା ପରେ ତା'ର ସ୍ୱାଦଟା ଗୋଟେ ନିଆରା। ଆଉ ବେଶ ପାଣିର ବି ତାତ୍ପର୍ଯ୍ୟ ଅଛି ଏଠି। ଆପଣଙ୍କୁ କୌଣସି ପାଣିର ଇଫେକ୍ଟ ନାହିଁ। ଆପଣ ଏଇ କୃତ୍ରିମ ଉପାୟର ଏଇ ଆକ୍ୱାଗାର୍ଡ଼ ଆଉ ଅନ୍ୟାନ୍ୟ ଜିନିଷ ଯାହା କିଛି ଅଛି ଆମର ସାଇଣ୍ଟିଷ୍ଟ ମତରେ, ତାଠୁ ଅତି ଭଲ ଆମେ କହିପାରିବୁ। କାହିଁକି ନା ସେ ଜିନିଷଟାକୁ ଆମେ ଏଠି ରୋଷେଇ କରୁ, ଖାଉ, ପିଉ, ବୁଲୁ। ବହୁତ ଆମକୁ ଆରାମଦାୟକ ଦିଏ ପାଣିଟା। ତେବେ ମନ୍ଦିର ଗୋଟିଏ ପାର୍ଶ୍ୱରେ ଏକ ନାମ ମଣ୍ଡପ କରାଯାଇ ଅଖଣ୍ଡ ନାମ ପାଠ କରାଯାଉଛି। ରାତି ଦିନ 24 ଘଣ୍ଟା ଅନବରତ ଭାବେ ରାମ ନାମ ହରିନାମ ଜପ କରାଯାଏ। ଏହି ପରମ୍ପରା ପୁରୁଷ ଧରି ଚାଲି ଆସୁଅଛି। କାର୍ତ୍ତିକ ମାସର ସୋମବାର ଏବଂ ପଣା ସଂକ୍ରାନ୍ତିର ମେରୁ ଯାତ୍ରା ଏଠି ବେଶ୍ ପ୍ରସିଦ୍ଧ। ଏହି ଦିନ ଗୁଡ଼ିକରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କୁହାଯାଏ ଏଠାରେ ଥିବା ଏହି ଝାଡ଼େଶ୍ୱର ଜଳକୁଣ୍ଡରେ ପବିତ୍ରତାର ପଟାନ୍ତର ନାହିଁ। କେଉଁ ଆବାଳ କାଳରୁ ଏଠାରେ ମାଘ ମାସର ତିଳ ସପ୍ତମୀରେ ଆବାଳ ବୃଦ୍ଧ ବନିତା ଏଠାରେ ବୁଡ଼ ପକାଇଥାନ୍ତି। ଏଣୁ ଏହି ଦିନ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ତ୍ରେତୟା ଯୁଗର କୀର୍ତ୍ତି ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମଣ ସୀତା ଯେତେବେଳେ ବନବାସ ଯାଇଥିଲେ ଏ ରାସ୍ତା ଦେଇ ଆସିଥିଲେ। ଏଠି 3 ଜଣ ବିଶ୍ରାମ କଲେ। ଏଇଟା ଅଝାଡ଼ ଜଙ୍ଗଲ ଥିଲା। ସୀତାଙ୍କୁ ତୃଷା ହେଲା। ସେ ଗଙ୍ଗାଙ୍କୁ ଆବାହନ କଲେ। ଗଙ୍ଗା ତ ବଣ ଭିତରେ ପାଣି କେଉଁଠୁ ଆସିବ ଏ କଥା ପ୍ରଭୁ ଜାଣିଲେ ଯେ ମା ସୀତା ଡାକୁଛନ୍ତି ଗଙ୍ଗାଙ୍କୁ, ଗଙ୍ଗାଙ୍କର ଆବିର୍ଭାବ ନାହିଁ। ଏଣୁ ରାମଚନ୍ଦ୍ର ଟିକିଏ କ୍ରୋଧଜାତ ହେଲା। ରାମଙ୍କର କ୍ରୋଧ ହେବା ସତ୍ତ୍ୱେ ଲକ୍ଷ୍ମଣ ପାଖକୁ ଆସିଲେ, ବଡ଼ ଭାଇକି ଆଦେଶ କଲେ। ବଡ଼ ଭାଇ ଆଦେଶ କଲେ ଇଏ ତ କୁରାଳ ସିଂହଗିରି କୁମ୍ଭରୁ ଇଏ 3ଟା ସ୍ୱର ଏକା ସଙ୍ଗରେ ଏ ଗିରିକି ଭେଦ କଲେ। ପାତାଳରୁ ଫୁଟିକିରି ଗଙ୍ଗା, ଯମୁନା, ସରସ୍ୱତୀ 3ଟା ଧାର ବୋହିଲା। ଧାର 3ଟା ଯେତେବେଳେ ବାହାରିଲା ଏ ଧାରକୁ ଧରି ପ୍ରଭୁ ସେଠି ଝାଡ଼େଶ୍ୱର, ଏପଟେ ମା ରାମଚଣ୍ଡୀ ଏ 2ଟା ଜିନିଷକୁ ଆବିଷ୍କାର କରିକିରି ସ୍ଥାପନା କରିକିରି ଏଠୁ ସେ ଦଣ୍ଡକାରଣ୍ୟ ପଳେଇଲେ। ଗୋଟିଏ ପଟେ ପଞ୍ଚମହାଦେବ ପୂଜା ପାଉଥିବା ବେଳେ ଅନ୍ୟପଟେ ମା ରାମଚଣ୍ଡୀ ଏବଂ ଗଙ୍ଗାଦେବୀ ପୂଜା ପାଉଛନ୍ତି। ଏଣୁ ପର୍ଯ୍ୟଟକମାନେ ଗୋଟିଏ ସ୍ଥାନରେ ଦେବା ଏବଂ ଦେବୀଙ୍କୁ ଦର୍ଶନ କରିବାର କୃପା ଲାଭ କରିଥାନ୍ତି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ ସେମିତି କିଛି ଆଖିଦୃଷ୍ଟିଆ ବ୍ୟବସ୍ଥା ନଥିବା ବେଳେ ଅନେକ ଥର ଏହାକୁ ପର୍ଯ୍ୟଟନସ୍ଥଳୀରେ ମାନ୍ୟତା ଦେବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକେ। ଗଞ୍ଜାମରୁ ରବୀନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ୍ 18 ଲୋକାଲ୍।